ଓମ୍ ଶାନ୍ତି। ଅବିନାଶୀ ସୃଷ୍ଟି ନାଟକର ରଚୟିତା ଜନ୍ମ ମରଣ ଚକ୍ରଠାରୁ ଊର୍ଦ୍ଧ୍ୱରେ ରହିଲା ବାଲା ନିରାକାର ଅବିନାଶୀ ପରମାତ୍ମାଙ୍କର ଶ୍ରେଷ୍ଠ ଅବିନାଶୀ ଜ୍ଞାନ ଦ୍ୱାରା ଅବିନାଶୀ ରାଜ୍ୟ ପ୍ରାପ୍ତ କରୁଥିବା ଅବିନାଶୀ ଆତ୍ମାମାନଙ୍କୁ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗର କଲ୍ୟାଣକାରୀ ବେଳାରେ ଅନ୍ତରର ସହିତ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ଆତ୍ମା ଅମର, ଅବିନାଶୀ ଏହା ସମସ୍ତେ ଜାଣି ସୁଦ୍ଧା ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁର ଭୟରେ ଭୟଭୀତ ଆତଙ୍କିତ ହୋଇ ରହୁଛନ୍ତି। କେହି କେହି କହୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯାଏ, ଅର୍ଥାତ୍ ଆତ୍ମା ବ୍ରହ୍ମରେ ଯାଇ ଲୀନ ହୋଇଯାଏ। ଯଦି ଏହା ବାସ୍ତବ, ତେବେ ଆତ୍ମା ଅବିନାଶୀ ହେଲା କିପରି? ଏହା ସୃଷ୍ଟି ନାଟକର ମଧ୍ୟ ପରିପନ୍ଥୀ। ଜ୍ୟୋତି ଜ୍ୟୋତିରେ ଲୀନ କେବେ ମଧ୍ୟ ହେଇପାରିବ ନାହିଁ। ଆତ୍ମା ଜନ୍ମ ମରଣ ଚକ୍ରରେ ଆସି ଅଭିନୟ କରିବା ଏହା ସୃଷ୍ଟି ନାଟକର ଅଟଳ ନିୟମ। ଆତ୍ମା ଅବିନାଶୀ, ସେଥିପାଇଁ ଏହାର ସ୍ମୃତିରେ କେହି ଯଦି ଶରୀର ଛାଡ଼ିଲେ ଅଖଣ୍ଡ ଦୀପ ଜଳିବାର ପ୍ରଥା ବା ପରମ୍ପରା ରହିଛି। ହଁ, ଆତ୍ମାର ଜ୍ୟୋତି କମ୍ ବା ବେଶୀ ହୋଇଥାଏ କର୍ମର ପ୍ରଭାବରୁ। ଦ୍ୱାପର ଯୁଗରୁ ଆତ୍ମା ନିଜର ବାସ୍ତବ ସ୍ୱରୂପକୁ ଭୁଲିଯାଇ ପାଞ୍ଚ ବିକାର ରୂପୀ ମାୟା ରାବଣର ବଶବର୍ତ୍ତୀ ହୋଇ ନିଜର ଶକ୍ତିକୁ ହରେଇ ତେଜହୀନ ଦୀପ ଭଳି ସାହାରା ଖୋଜି ଚାଲିଛି। ଯେତେବେଳେ ଜ୍ଞାନ ସୂର୍ଯ୍ୟ ପରମାତ୍ମା ଆସି ଜ୍ଞାନ ରୂପକ ଘୃତ ଦେଉଛନ୍ତି, ସେତେବେଳେ ଆତ୍ମା ଦୀପକର ଜ୍ୟୋତି ଜାଗ୍ରତ ହେବାରେ ଲାଗୁଛି, ଯାହାର ସ୍ମୃତିକୁ ଆଜି ପରମ୍ପରା ରୂପେ ପାଳନ କରାଯାଉଛି ଦୀପାବଳି ମହୋତ୍ସବ ରୂପରେ। ଦଶହରା ଅର୍ଥାତ୍ ନାରୀର ପାଞ୍ଚ ବିକାର ଏବଂ ପୁରୁଷର ପାଞ୍ଚ ବିକାର, ଏହି 10 ବିକାର ରୂପୀ ରାବଣକୁ ହରେଇ ବା ପରାସ୍ତ କଲା ପରେ ବା ଦଶହରା ପରେ ଦୀପାବଳି ପର୍ବ ପାଳିତ ହୋଇ ଚାଲିଛି ଘରେ ଘରେ। ଯେତେବେଳେ ଏହି ଧରାପୃଷ୍ଠ ସମ୍ପୂର୍ଣ୍ଣ ରୂପେ ବିକାର ଶୂନ୍ୟ ବା ମାୟା ଶୂନ୍ୟ ହୋଇଯିବ, ସେତେବେଳେ ପ୍ରତ୍ୟେକ ଆତ୍ମା ସହିତ ସାରା ତତ୍ତ୍ୱ ମଧ୍ୟ ପବିତ୍ର ସତୋପ୍ରଧାନ ହୋଇ ପବିତ୍ରତାର ଜ୍ୟୋତି ବା କିରଣ ଚାରିଆଡ଼େ ବିଚ୍ଛୁରିତ ହୋଇ ଚାଲିବ। ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ ନିର୍ବିକାରୀ ଅହିଂସା ପରମ ଧର୍ମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ ସର୍ବ ଆତ୍ମା ସର୍ବ ସୁଖ ଶାନ୍ତି ଆନନ୍ଦ ଭୋଗ କରି ଚାଲିବ, ଯାହାକୁ କୁହାଯାଏ ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟ। ଯେଉଁଠାରେ ଆତ୍ମା ଦୀପକ ସର୍ବଦା ଜାଗ୍ରତ ହୋଇ ତେଜିୟାନ ହୋଇ ପ୍ରକୃତିକୁ ମଧ୍ୟ ନିଜ ଅଧୀନରେ ପରିଚାଳିତ କରିବ। ପାଞ୍ଚ ପ୍ରକୃତି ଦାସୀ ହୋଇ ସର୍ବ ଆତ୍ମାଙ୍କର ସେବାରେ ସର୍ବଦା ତତ୍ପର ରହିବେ। ଆତ୍ମା ରୂପକ ଦୀପକରେ ଜ୍ଞାନ ରୂପକ ଘୃତକୁ ଯେତେ ଯେତେ ଭରି ଚାଲିବା, ପବିତ୍ରତା ରୂପକ ଜ୍ୟୋତି ସାରା ବିଶ୍ୱକୁ ଅଜ୍ଞାନ ଅନ୍ଧକାରରୁ ମୁକ୍ତ କରି ସୁନ୍ଦର ସୁଖମୟ ଆଲୋକପୂର୍ଣ୍ଣ ଦୁନିଆ ବା ସତ୍ୟଯୁଗୀ ସ୍ୱର୍ଗ ଦୁନିଆରେ ପରିବର୍ତ୍ତନ କରି ଚାଲିବ। ସେଥିପାଇଁ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ କଲ୍ୟାଣକାରୀ ପିତା ନିରାକାର ପରମାତ୍ମା ଶିବ ବାବା କହୁଛନ୍ତି, ହେ ମୋର ମଧୁର ଆତ୍ମିକ ସନ୍ତାନଗଣ, ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତରେ ଉଠି ଶିବ ବାବାଙ୍କ ସ୍ମୃତିରେ ବା ୟାଦ ରୂପକ ଘୃତ ଢାଳି ଚାଲ। ତେବେ ଆତ୍ମା ରୂପକ ଜ୍ୟୋତି ସର୍ବଦା ଜାଗ୍ରତ ହୋଇ ରହିବ। ବିଧାତା
ବରଦାତାଙ୍କର ସନ୍ତାନ ହିସାବରେ ବରଦାନୀ ଶକ୍ତି ମଧ୍ୟ ଜାଗ୍ରତ ହୋଇଯିବ। ଭକ୍ତିରେ କହୁଛନ୍ତି କି ହେ ଭଗବାନ, ମୋର ପିଲା, ମୋର ବନ୍ଧୁ ସମ୍ବନ୍ଧୀମାନଙ୍କର ବୁଦ୍ଧିକୁ ଖୋଲି ଦିଅ, ଭଲ ବୁଦ୍ଧି ଦିଅ। ହେଲେ ଶିବ ବାବା କହୁଛନ୍ତି ଏ କାର୍ଯ୍ୟ ମୋର ନୁହେଁ, ଏହା ତ ତୁମ ବରଦାନୀ ସନ୍ତାନମାନଙ୍କର କାର୍ଯ୍ୟ ଅଟେ। ମୁଁ ଯେଉଁ ସତ୍ୟ ଜ୍ଞାନ ତୁମକୁ ପ୍ରଦାନ କରିଛି, ଯଦ୍ୱାରା ତୁମର ବୁଦ୍ଧିର ତାଲା ଖୋଲି ଯାଇଛି, ତୁମେମାନେ ମଧ୍ୟ ସେହି ଜ୍ଞାନକୁ ଅନ୍ୟମାନଙ୍କୁ ପ୍ରଦାନ କରି ସେମାନଙ୍କର ବୁଦ୍ଧିର ତାଲାକୁ ଖୋଲିବାର କାର୍ଯ୍ୟ କରି ସେମାନଙ୍କୁ ମଧ୍ୟ ସତ୍ୟଯୁଗୀ ସ୍ୱର୍ଗ ଦୁନିଆକୁ ଯିବାର ଯୋଗ୍ୟ କର। ଅର୍ଥାତ୍ ସମସ୍ତଙ୍କୁ ମୁକ୍ତି ଏବଂ ଜୀବନ ମୁକ୍ତିର ରାସ୍ତା ବତାଅ। ଗୀତରେ ଅଛି ନା, ଜାଗ ସଜନିଆ ଜାଗ, ତେରେ ସୁଖ କେ ଦିନ ଆୟା କି ଆୟା। ଏହା ବର୍ତ୍ତମାନର ଗାୟନ। ଏହି ଅଜ୍ଞାନ ଅନ୍ଧକାର ରୂପକ ରାତ୍ରିକୁ ଜ୍ଞାନାଲୋକ ଦ୍ୱାରା ଦୂର କର, ଜାଗ୍ରତ ହୁଅ। କାରଣ ଏବେ ଏହି ଦୁଃଖଦାୟୀ ପୁରୁଣା ଦୁନିଆ ସମାପ୍ତ ହୋଇ ତୁମର ସୁଖର ଦିନ ବା ସୁଖ ଦୁନିଆ ଆସୁଛି। ଆଉ ଅଜ୍ଞାନ ଅନ୍ଧକାରରେ ଆଳସ୍ୟ ପଣିହାର ନିଦରେ ଶୋଇ ରୁହ ନାହିଁ। ଆତ୍ମାରୂପକ ସଜନୀମାନେ ବର୍ତ୍ତମାନ ଜାଗ୍ରତ ହେଇଯାଅ। ସାରା ବିଶ୍ୱର ସ୍ୱାମୀ ଆସିଛନ୍ତି ମୂଳ ଘର ବ୍ରହ୍ମଲୋକକୁ ନେଇଯିବା ପାଇଁ। ଦିବ୍ୟ ଗୁଣ, ଦିବ୍ୟ ସଂସ୍କାର ରୂପକ ଅଳଙ୍କାରରେ ସଜେଇ ହେଇଯାଅ। ସେଥିପାଇଁ ବୁଦ୍ଧି ଯୋଗକୁ ପରମାତ୍ମାଙ୍କ ସହିତ ଲଗେଇ ରଖିବାର ବା ଯୋଗର ଅଭ୍ୟାସକୁ ବଢ଼େଇବାକୁ ହେବ। ଏହି ଯୋଗର ଯାତ୍ରାରେ କେବେ ଥକିଯିବାର ନାହିଁ। ଚାଲିବା, ବୁଲିବା, କର୍ମ କରିବା ଆଦି ସବୁ ସମୟରେ ଶିବ ବାବାଙ୍କର ସ୍ମୃତିରେ ରହି କରିବାର ଅଛି। ଭୋଜନ ପ୍ରସ୍ତୁତ କରିବା ଏବଂ ଖାଇବା ସମୟରେ ମଧ୍ୟ ଶିବ ବାବାଙ୍କର ସ୍ମୃତିରେ ରହି କରିବା ଆବଶ୍ୟକ। ବୁଦ୍ଧି ଦ୍ୱାରା ସାରା ଦୁନିଆର ସନ୍ନ୍ୟାସ କରିବା ଦରକାର, ଅର୍ଥାତ୍ ନିମିତ୍ତ ହୋଇ ସବୁ କିଛି କରିବା ଦରକାର। କାରଣ ଏହା ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି। ବାବାଙ୍କ ଦ୍ୱାରା ଯେଉଁ ମହାମନ୍ତ୍ର ମିଳିଛି ମନ୍ମନାଭବର, ଅର୍ଥାତ୍ ହାତରେ କାମ କର କିନ୍ତୁ ବୁଦ୍ଧି ଦ୍ୱାରା ବା ମନେ ମନେ ନିରାକାର ପରମାତ୍ମାଙ୍କୁ ସ୍ମରଣ କରିଚାଲ, ତାହାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରଦାନ କରିଚାଲ। ଏହି ଶିକ୍ଷା ସମସ୍ତଙ୍କୁ ଦେଇଚାଲ। ଶିବ ବାବା କହୁଛନ୍ତି ପ୍ରତି ପାଦରେ, ପ୍ରତି ମୁହୂର୍ତ୍ତରେ ଶ୍ରୀମତ ଅନୁସାରେ ଯଥାର୍ଥ ରୂପରେ ଚାଲୁଥିବା ସଚ୍ଚୋଟ ତଥା ବିଶ୍ୱସ୍ତ ଆତ୍ମା ହୁଅ। କାରଣ ଦ୍ୱାପର ଯୁଗରୁ ମନମତ ଦ୍ୱାରା ବା ମାୟାର ମତ ଦ୍ୱାରା କର୍ମ କରି କରି ଅବସ୍ଥା ଏକଦମ ରସାତଳଗାମୀ ହୋଇଯାଇଛି। ଏବେ ସ୍ୱୟଂ ପରମାତ୍ମାଙ୍କର ସନ୍ତାନ ହୋଇସାରିବା ପରେ କେବଳ ସେହି ସର୍ବଶକ୍ତିମାନ ପିତାଙ୍କର ଶ୍ରୀମତ ଅନୁସାରେ କାର୍ଯ୍ୟ କରି ଶ୍ରେଷ୍ଠ ଦୁନିଆରେ ଶ୍ରେଷ୍ଠ ପଦର ଅଧିକାରୀ ହେବା ଆବଶ୍ୟକ, ଯାହା ଏହି ସଙ୍ଗମ ଯୁଗୀ ବ୍ରହ୍ମାବଶ୍ୟ ବ୍ରାହ୍ମଣମାନଙ୍କର ଜନ୍ମସିଦ୍ଧ ଅଧିକାର ଅଟେ। ସଚ୍ଚୋଟ ଆତ୍ମାମାନେ ଶାନ୍ତିର ଶକ୍ତି ଦ୍ୱାରା ସର୍ବଦା ଏବଂ ସ୍ୱତଃ ହିଁ ଚାଲିଥାନ୍ତି। ଯେଉଁଠାରେ ଚିନ୍ତା ଅଛି ସେଠାରେ ଶାନ୍ତି ରହିପାରିବ ନାହିଁ। ତେଣୁ ସର୍ବଚିନ୍ତା ଚିନ୍ତାମଣିଙ୍କୁ ଦେଇ ଦେଇ ନିଶ୍ଚିନ୍ତରେ ଶାନ୍ତିର ସାଗର ଶିବ ବାବାଙ୍କ ଚିନ୍ତାରେ ରୁହ, ତେବେ ନିରନ୍ତର ଶାନ୍ତିର ଅନୁଭବ କରିଚାଲିବ। ଓମ୍ ଶାନ୍ତି।
ওম শান্তি। ওম শান্তি।